ସାମ୍ବାଦିକ ରାଜେଶ ସାହୁ କହୁଥିଲେ। ଆଜ୍ଞା ଆଚ୍ଛା ଆପଣଙ୍କ ପରିଚୟ ଟିକେ ଦେଲେ। ମୋ ନାଁ ଅକ୍ଷୟ କୁମାର ସାହୁ, ଗ୍ରାମ ତାଳବସ୍ତ, କୃଷ୍ଣପଲ୍ଲୀ, ଜିଲ୍ଲା କଟକ। ସେଦିନ ଘଟଣା କ'ଣ ଥିଲା? ଆପଣ କେଉଁଥିପାଇଁକା କେଉଁଠି କାମ କରୁଥିଲେ ଆଉ କାହିଁକି ଆକ୍ରମଣ କରାଗଲା, ଟିକେ ସମ୍ପୂର୍ଣ୍ଣ ବିବରଣୀ ଦିଅନ୍ତୁ। ମୁଁ ଆଜ୍ଞା ଖୋର୍ଦ୍ଧା ମଳିପଡ଼ା ନନ୍ଦୀ ଫିଲ୍ମ ଷ୍ଟେସନରେ ମ୍ୟାନେଜର ଅଛି। ସେ କ'ଣ କରୁଥିଲେ? ମୁଁ ସେଠି ଆଜ୍ଞା ମୁଁ ସେଠି ବସି କ୍ୟାସ୍ ଗଣୁଥିଲି। ଆମର ଗୋଟେ ଲୋକାଲ କେଉଁ ପିଲା, ପୋଷ୍ଟରେ ଆପଣ ଅଛନ୍ତି? ମୁଁ ମ୍ୟାନେଜର ପୋଷ୍ଟରେ ଅଛି। ଆଚ୍ଛା ଆପଣଙ୍କୁ ଆକ୍ରମଣ କିଏ କଲା? ଆମର ସେ ଗୋଟେ ଲୋଜଲ ପିଲା ଆଜ୍ଞା, କେଉଁଥିପାଇଁ ଯୋଉମାନେ ତେଲ ଦଉଛନ୍ତି କେଉଁଥିପାଇଁ? ଡେଲିଭରି ବୟ। ମାନେ ସେ ଡେଲି ଆସିବା ଲେଟ୍ ଆସିବା, ମନ ଇଚ୍ଛା ଆସିବନି। ସେଦିନ ସେ ମନ ଇଚ୍ଛା ଆସିବାରୁ ତାକୁ ଆମେ ଫେରେଇ ଦେଲେ। ଫେରେଇ ଦେବାରୁ ସେ ଆକ୍ରମଣ ସଦାସତି କରିକି ଯାଇଥିଲା। ମୁଁ କହିଥିଲି କାଲି ସକାଳେ ଆସିବି। ତାପରେ ସେ ଦ୍ୱିପହରେ ମୁଁ ପଇସା ଗଣା ଅବସ୍ଥାରେ ମୋତେ ସେ ଆକ୍ରମଣ କଲା ଆଉ। ଆଚ୍ଛା ଆପଣଙ୍କ ସ୍ୱାସ୍ଥ୍ୟ ଏବେ କେମିତି ଅଛି? ଏବେ ସ୍ୱାସ୍ଥ୍ୟ ମୁଁ ମେଡିକାଲ ଟ୍ରିଟମେଣ୍ଟ ହେଇକି ଏବେ ଆସିଛି, ଭଲ ଅଛି ଆଉ। ଆପଣ ଥାନାରେ ଅଭିଯୋଗ କରିଥିଲେ? ମୁଁ ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ କରିଛି ଆଜ୍ଞା। କ'ଣ କହିଲେ? ସେ କହିଲେ ଆମେ ଯାଇଛୁ, ସେ କିନ୍ତୁ ଫେରାର ଅଛି କହୁଛନ୍ତି ଆଉ। ଆପଣ ପ୍ରଶାସନରୁ କ'ଣ ଚାହୁଁଛନ୍ତି? ପ୍ରଶାସନକୁ ଅନୁରୋଧ କରୁଛି ଯେ କିନ୍ତୁ ସେ ପିଲାକୁ ଧରିକି ଆରେଷ୍ଟ କରାଯାଏ ଆଉ ମୋତେ ଉପଯୁକ୍ତ ନ୍ୟାୟ ମିଳୁ। ଯେଉଁ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି, ପେଟ୍ରୋଲ ପମ୍ପର ନାଁ କ'ଣ? ନନ୍ଦୀ ଫିଲ୍ମ ଷ୍ଟେସନ। ଆଚ୍ଛା ଆପଣଙ୍କ ସେ ଯେଉଁ ପେଟ୍ରୋଲ ପମ୍ପର ଯିଏ ଓନର୍ ଅଛନ୍ତି, ଆପଣଙ୍କୁ କ'ଣ ସାନ୍ତ୍ୱନା ଦେଇଛନ୍ତି? ସେ ସାନ୍ତ୍ୱନା ଦେଇଛନ୍ତି ଯେ ସେ ପିଲାକୁ ଧରିକି ଆରେଷ୍ଟ କରିବା ପାଇଁ ସେ ବି ଚେଷ୍ଟା କରୁଛନ୍ତି। ଆଜକୁ କେତେ ଦିନ ହୋଇଗଲାଣି? ଏବେକୁ 4 ଦିନ ହେଇଗଲାଣି। ହଉ ଠିକ୍ ଅଛି। ଆଜ୍ଞା।